ଲେଖା ଯାଇଛି ମୁଁ ପରା ଗୋଟେ ଥର କହିଛି ଯେଉଁମାନେ ସଦା ପ୍ରଭୁଙ୍କୁ ଭୟ କରନ୍ତି ତାଙ୍କର କୌଣସି ମଙ୍ଗଳ ବିଷୟ ଅଭାବ ହେବ ନାହିଁ। ବୁଝୁଛି ବୋଲି କହିଦେଲି। ମୋର ସ୍ତ୍ରୀ ତଳେ ବସିଛି। ହଁ ବାଇବେଲ ଲେଖା ହେଇଛି ମୁଁ ବି କହିଦେଲି ସଦା ପ୍ରଭୁଙ୍କୁ ଯୋଉମାନେ ଭୟ କରନ୍ତି ତାଙ୍କର କୌଣସି ମଙ୍ଗଳ ବିଷୟ ଅଭାବ ହେବ ନାହିଁ ବୋଲି ଜୋରରେ ପାଟି କରି କହିଦେଲି। ଶିକ୍ଷା ବୁଝିଲା ବୋଲି ରେଫରେନ୍ସ ଲେଖା ହେଇଛି କହିଦେଲି। ଆଉ ମୋ ସ୍ତ୍ରୀ ତଳେ ବସିକି ଭାବିଲା ଯାହା ହେଉ ମୋର ସ୍ୱାମୀର କିଛି ଅଭାବ ନାହିଁ। ଘରକୁ ଗଲାବେଳେ ମୋର ସାନ ଝିଅ ଚିଚି କରିଦେଇଥିଲା ସାପା। ସିଏ ମୁଁ ତାକୁ ସୁନ୍ଦରୀ ବୋଲି ଡାକୁଛି, ସିଏ ମତେ ସାଙ୍ଗ ବୋଲି ଡାକନ୍ତି। ହେଲେ ସାଙ୍ଗ କଣ ସୁନ୍ଦରୀ ସାବୁନ ଆଣି ଯାଉ କଣ ପାଇଁ ଦେଖ ତମର ଝିଅ କେମିତି କଲା ସବୁ। ଦେଖିଲି ଇଆଡେ ଦେଖିଲା ବେଳେ ପଇସା ନାହିଁ, ସିଆଡେ ଦେଖିଲେ ନାହିଁ, ଇଆଡେ ଦେଖିଲେ ନାହିଁ। ଡ୍ର ଯାଇକି ଖୋଜିଲି, ଖୋଜା ଖୋଜି 5 ଟଙ୍କା ବି ମିଳିଲାନି। ସୁନ୍ଦରୀ ଆଜିଟା ଆଡଜଷ୍ଟ କରିଦେ ପାଣିରେ କାଲିକେ ଦେଖିବା ପରେ ଦେଖିବା କଣ କହିଲ କଣ କହିଲି ପଇସା ନାହିଁ। ଶିକ୍ଷା ଦେଲୁ ଯେ 5 ଟଙ୍କା ପକେଟରେ ନାହିଁ ଶିକ୍ଷା ଦେଉଛୁ। ପ୍ରଭୁଙ୍କ ସହିତ ରହିଲେ କଣ ଅଭାବ ହବ ନାହିଁ? ଅଭାବ ହବ ନା ନାହିଁ? ହବ। ପ୍ରଭୁଙ୍କ ସହିତ ଚାଲିଲେ କଣ ବିପଦ ଆସିବ ନା ନାହିଁ? ହଁ ଯୀଶୁ ଡଙ୍ଗାରେ ଯାଉଥିଲେ, ଶିଷ୍ୟମାନେ ମଧ୍ୟ ଡଙ୍ଗାରେ ଥିଲେ। ଝଡ଼ ତୋଫାନ ଆସିଲା ନା ନାହିଁ? ଡଙ୍ଗାରେ ଯୀଶୁ ଅଛନ୍ତି, ଡଙ୍ଗାରେ ଶିଷ୍ୟମାନେ ଅଛନ୍ତି। ଝଡ଼ ତୋଫାନ ଗୁରୁ ଆମେ ମଲୁ କହିଲେ ତ ନାହିଁ? ଯୀଶୁ ସାଥିରେ ଥିଲେ ମଧ୍ୟ କଣ ଆସିବ? ଝଡ଼ ତୋଫାନ ଆସିବ। ଆପଣ ପ୍ରଭୁଙ୍କ ପାଖରେ ଆସିଲେ ଟଙ୍କା ମିଳିବ, ଆପଣ ବିଲ୍ଡିଂ ବଡ ହେବ, ଆପଣ ପିଲା ଛୁଆ ପାଇବେ। ଜମା ପିଲା ଛୁଆ ଈଶ୍ୱରଙ୍କର ଦତ୍ତ ପୁରସ୍କାର, ତାଙ୍କର ଦତ୍ତ ଅଧିକାର। ବିଶ୍ୱାସରେ ଯିବା ଦରକାର। ଯଦି ଛାଡ଼ିବ, ଯଦି ବିଶ୍ୱାସରେ ଯିବ, ଏ ସବୁ ଜାଣିଲା ପରେ ପ୍ରଭୁଙ୍କ ସହିତ ଚାଲିବା ଦ୍ୱାରା, ପ୍ରଭୁଙ୍କ ସହିତ ଯିବା ଦ୍ୱାରା, ପ୍ରଭୁଙ୍କ ସହିତ ଗମନାଗମନ କରିବା ଦ୍ୱାରା ଇହ କାଳରେ ତାରନା ସଙ୍ଗେ ସଙ୍ଗେ ଲେଖା ଅଛି। ତାରନା ତାପରେ ସଙ୍ଗେ ସଙ୍ଗେ କଣ